Hello, dear fellas. A very good evening to you. ମୁଁ ତମର ଇଂଲିଶ ଟ୍ୟୁଟର ପ୍ରାର୍ଥୀ ତମକୁ ୱେଲକମ୍ କରୁଛି ଏଇ ଟ୍ୟୁସନକୁ। ଆଜି ଆମେ ପଢ଼ିବା ଦଶମ ଶ୍ରେଣୀ ଇଂଲିଶର ଚାପ୍ଟର ନମ୍ବର 6 that is festivals of Northeast Indiaର ଫାଇନାଲ ପାର୍ଟ that is ପାର୍ଟ ନମ୍ବର 3। ଆଗରୁ ୟା ପୂର୍ବରୁ ଦୁଇଟା ପାର୍ଟ ଅଛି, ବହୁତ ଲେନ୍ଦି ଚାପ୍ଟର ଥିଲା। ପାର୍ଟ 1 ଅଛି ଆଉ ପାର୍ଟ 2 ଅଛି। ଏଇଟା ହେଉଛି ପାର୍ଟ ନମ୍ବର 3। ଆମେ ଯେତିକି ଯେତିକି ପଢ଼ୁଛେ ଚାପ୍ଟରଟା ସେତିକି ସେତିକି ଇଣ୍ଟରେଷ୍ଟିଂ ଲାଗୁଛି, ସେତିକି ସେତିକି ଏକ୍ସାଇଟମେଣ୍ଟ ବଢ଼ୁଛି କି କେତେ ଭଲସେ ସେମାନେ ସବୁ ଏତେ ନର୍ଥ ଇଷ୍ଟର ଲୋକମାନେ ଏତେ ସାରା ଫେଷ୍ଟିଭାଲ ସବୁ ସେଲିବ୍ରେଟ୍ କରନ୍ତି ଆଉ ଏତେ ଧୁମଧାମ ସେ ସେଲିବ୍ରେଟ୍ କରନ୍ତି, ହଁ କି ନାହିଁ? ତ ଏବେ ଦେଖିବା ଆମର ନେକ୍ସଟ ଲାଷ୍ଟ ପାର୍ଟରେ ଆହୁରି କ'ଣ ଏକ୍ସାଇଟମେଣ୍ଟ ତାଙ୍କର ଫେଷ୍ଟିଭାଲ୍ସ ସବୁ ଥାଏ। ତାଙ୍କର କେତେ ସାରା ହାର୍ଭେଷ୍ଟିଂ ଫେଷ୍ଟିଭାଲ ସବୁ ପାର୍ଟରେ ସେଲିବ୍ରେଟ୍ କରନ୍ତି ଆଉ ସେଗୁଡ଼ା ସବୁ କ'ଣ ଥାଏ। ଠିକ୍ ଅଛି, ଚାଲ ଯିବା ଫେଷ୍ଟିଭାଲ୍ସ ଅଫ୍ ନର୍ଥ ଇଷ୍ଟ ଇଣ୍ଡିଆ। ଆମର ଆଗରୁ ୟା ପୂର୍ବରୁ ବହୁତ ସାରା ଷ୍ଟେଟ୍ ବିଷୟରେ ଆମେ ପଢ଼ି ଦେଇଥିଲେ। ଏବେ ଆମେ ପଢ଼ିବା ନାଗାଲାଣ୍ଡ ଉପରେ। Nagaland consists of different groups of people who are unique in their customs and traditions that they celebrate. Songs and dance from the soul of these festivals. Celebration of these festivals is an effective means of preserving and passing down their oral history. ତ ଏଥିରେ କ'ଣ ନାଗାଲାଣ୍ଡର ଲୋକମାନେ ସବୁର ଯେମିତି ଷ୍ଟେଟ୍ର ସମସ୍ତଙ୍କର ଡିଫରେଣ୍ଟ ଟ୍ରେଡ଼ିସନ୍ସ ଥାଏ, ତାଙ୍କର ଡିଫରେଣ୍ଟ କଷ୍ଟମ୍ସ ଥାଏ। ତ ୟାଙ୍କର ସେମିତି କଷ୍ଟମ୍ସ ଆଉ ଟ୍ରେଡ଼ିସନ୍ ସବୁ ଡିଫରେଣ୍ଟ ଅଛି। ଟ୍ରେଡ଼ିସନ୍ ଆଉ କଷ୍ଟମ୍ସ ମାନେ ତାଙ୍କର ସବୁ ଆଗରୁ ଯେଉଁଗୁଡ଼ା ସବୁ ଚଳଣି ସେମାନେ ଚଳିକିନା ଆସିଛନ୍ତି, ତାଙ୍କ ପୂର୍ବପୁରୁଷମାନଙ୍କର ଯେଉଁ ସବୁ ୱେରେ ସେମାନେ ତାଙ୍କ ଫେଷ୍ଟିଭାଲ୍ସ ଗୁଡ଼ାକୁ ତାଙ୍କ ରିଚୁଆଲ୍ସ ଗୁଡ଼ାକୁ ଯେମିତି ସବୁ ସେଲିବ୍ରେଟ୍ କରିକି ଆସିଛନ୍ତି, ସେମାନେ ବି ଏବେ ସେଇ କଷ୍ଟମ୍ସ ଆଉ ସେଇ ଟ୍ରେଡ଼ିସନ୍ସ। ଆଚ୍ଛା, ଏଠି କଷ୍ଟ୍ୟୁମ୍ ଆଉ କଷ୍ଟମ୍ ଭିତରେ ଡିଫରେନ୍ସ ଅଛି। କଷ୍ଟମ୍ ହେଉଛି ଆମର ରିଚୁଆଲ୍ସ କି ଟ୍ରେଡ଼ିସନ୍ ଯେଉଁଗୁଡ଼ା ଆମର ଆଗରୁ ଫଲୋ କରି ଆସିଛେ, ଯେଉଁଟା ପୂର୍ବପୁରୁଷରୁ ତାଙ୍କର ବାପା ଦାଦାମାନେ ଫଲୋ କରିକିନା ଆସିଛନ୍ତି। ଜେଜେବାପା ତାଙ୍କ ବାପା ସେଇଟାକୁ ଆମେ କଷ୍ଟମ୍ସ ବୋଲି କୁହାଯାଏ। ଆଉ କଷ୍ଟ୍ୟୁମ୍ ହେଉଛି ଯେଉଁଟା ଆମେ ପିନ୍ଧନ୍ତି। ଅଲମୋଷ୍ଟ ସେମ୍ ପ୍ରୋନାଉନ୍ସିଏସନ୍ ଆଉ ଅଲମୋଷ୍ଟ ସେମ୍ ତାର ମିନିଂ ୱାର୍ଡ଼ର ଲେଟର୍ସ ଗୁଡ଼ା, ତ ଦେଖିକି ପଢ଼ିବ। ଓକେ, ତ କଷ୍ଟମ୍ସ ଆଉ ଟ୍ରେଡ଼ିସନ୍ ସବୁ ସେମାନେ ତାଙ୍କର ଫଲୋ କରନ୍ତି। ଆଉ ତାଙ୍କର ବି ଲୋକମାନେ ଟିକେ ୟୁନିକ୍ ଦେଖିବା ପାଇଁ ଥାନ୍ତି, ତାଙ୍କର ଫେଷ୍ଟିଭାଲ୍ସ ଗୁଡ଼ା ବି ଟିକେ ୟୁନିକ୍ ଥାଏ। ଆଉ ସଙ୍ଗସ୍ ଆଣ୍ଡ ଡାନ୍ସେସ୍ ଫ୍ରମ୍ ଦ ସୋଲ୍ ଅଫ୍ ଦିସ୍ ଫେଷ୍ଟିଭାଲ୍ସ। ତ ସଙ୍ଗ ଆଉ ଡାନ୍ସ ଆମେ ଏବେ ଯାଏଁ ପଢ଼ିଲେ ଯେତେଟା ବି ଷ୍ଟେଟ୍ ଆଉ ଯେତେ ତାଙ୍କର ଫେଷ୍ଟିଭାଲ ସବୁ ସେଲିବ୍ରେଟ୍ କରୁଛନ୍ତି, ସମସ୍ତେ ନିଜର ଫୋକ୍ ଡାନ୍ସ ଆଉ ତାଙ୍କର ସଙ୍ଗକୁ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତି, ହଁ କି ନାହିଁ? ଆମେ ଏବେ ଯେତେଟା ଷ୍ଟେଟ୍ର ପଢ଼ିଲେ, ସେ ଚାହେ ହିମାଚଳ ପ୍ରଦେଶ ହଉ, ସେ ଚାହେ ସିକିମ୍ ହଉ, ଯେଉଁ ବି ଷ୍ଟେଟ୍ର ପଢ଼ିଲେ ସବୁ ଷ୍ଟେଟ୍ ମାନେ ତାଙ୍କ ଫୋକ୍ ଡାନ୍ସକୁ ଆଉ ତାଙ୍କର ସଙ୍ଗକୁ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତି। ସେମାନେ ସିମ୍ବଲ୍ସ ୟୁଜ୍ କରନ୍ତି, ଯେଉଁ କହିଥିଲି ଗିନି, କରତାଳ, ଢୋଲ, ସବୁ ଟାଇପ୍ର ଜିନିଷ ସେମାନେ ୟୁଜ୍ କରନ୍ତି। ଆମେ ଯେମିତି ସବୁ ଏବେ ଆଜିକାଲି ତ ସବୁ ଡିଜେ ବିଜେ ବାଜିଲାଣି, ସେମାନେ ବାକି ସେମାନେ ନା ଡ୍ରମ୍ ବିଟ୍ସ ଗୁଡ଼ାକୁ ବେଶୀ ଇମ୍ପୋର୍ଟାନ୍ସ ଦେଉଥିଲେ, ଆଉ ଏବେ ବି ଦେଉଛନ୍ତି। ଆଉ ସେଇଟା ହିଁ ତାଙ୍କର ରିଚୁଆଲ୍ସ ବା ଟ୍ରେଡ଼ିସନ୍ସରେ ଯାଏ। ଠିକ୍ ଅଛି, ମାନେ ତାଙ୍କର ଗୋଟେ ସେଇଟା କଲଚର୍ କି ସେମାନେ ଢୋଲ ବଜେଇକି, ଗିନି ବଜେଇକି, କରତାଳ ବଜେଇକି ସେମିତି ସେଲିବ୍ରେଟ୍ କରିବାଟା ହିଁ ତାଙ୍କର କଲଚର୍ରେ ଥାଏ। Celebration of these festivals is an effective means of preserving and passing down their oral history. ଏଇଟା ସେଲିବ୍ରେଟ୍ କରିକିନା ସେମାନେ ନିଜର ନେକ୍ସଟ ଜେନେରେସନ୍ ମାନଙ୍କୁ ଓରାଲ୍ ହିଷ୍ଟ୍ରି ଥ୍ରୁ ସେମାନେ ତାଙ୍କର ପାସ୍ କରନ୍ତି। ମାନେ ଗୋଟେ ଥାଏ ରିଟେନ୍ ହିଷ୍ଟ୍ରି, ଯେଉଁଟା ଆମେ କୁହେ କି ହିଷ୍ଟ୍ରିରେ ଲେଖା ହେଇଛି, ମାନେ ଇତିହାସରେ ତାଙ୍କର ନାଁ ଲେଖା ହେଇଛି। ଆଉ ଗୋଟେ ଥାଏ ଓରାଲ୍ ହିଷ୍ଟ୍ରି, ଯେଉଁଟା ଆମର ପ୍ୟାରେଣ୍ଟସ୍ ମାନେ ଆମକୁ କହିକି ବୁଝାନ୍ତି କି ଆମର ଫ୍ୟାମିଲିରେ ଏମିତି ସବୁ ଟ୍ରେଡ଼ିସନ୍ସ ଆମେ ଫଲୋ କରୁଥିଲେ, କି ଏମିତି ଆଗକୁ ଫଲୋ କରିବାର ଅଛି, ଯେଉଁଟା ଅପକମିଂ ଆମେ ନେକ୍ସଟ ଜେନେରେସନ୍କୁ ଯେଉଁଟା ପାସ୍ କରେ, କହିକିନା ଯେଉଁଟା ପାସ୍ କରେ, ତାକୁ ଓରାଲ୍ ହିଷ୍ଟ୍ରି ବୋଲି କୁହାଯାଏ। ତ ଏଇଠି ଅଛି ନାଗାଲାଣ୍ଡର କିଛି, ଏଇଟା ଖାଲି ଯେଉଁ ପିପଲ୍ସ ଯେଉଁ କହିଥିଲେ ଡିଫରେଣ୍ଟ ଗ୍ରୁପ୍ ଅଫ୍ ପିପଲ୍ସ ଥାନ୍ତି, ଏଇଟା ତାଙ୍କର ସବୁ ଗ୍ରୁପ୍ର କେତେ ସୁନ୍ଦର ସୁନ୍ଦର ସେମାନେ ଥାନ୍ତି। ନର୍ଥ ଇଷ୍ଟ ଲୋକମାନେ ବହୁତ ହି ସୁନ୍ଦର ଥାନ୍ତି। ଆଉ ଏଇଟା ହେଉଛି ତାଙ୍କର ରିଚୁଆଲ୍ସ ଆଉ କଷ୍ଟମ୍ସ, ଏମିତି ସେମାନେ ସବୁ ପିନ୍ଧନ୍ତି। ଏଇଟା ଯେତେବେଳେ ସେମାନେ ସେଲିବ୍ରେଟ୍ କରିବା ଟାଇମ୍ ଆସେ, ସେମାନେ ସବୁ ଏମିତି ପିନ୍ଧନ୍ତି। ଅଲରାଇଟ୍, ନେକ୍ସଟ ଯିବା ନାଗାଲାଣ୍ଡ ଲୋକମାନଙ୍କ ଫେଷ୍ଟିଭାଲ ଉପରକୁ। A major Naga festival is Moestu, celebrated mainly in the villages after the sowing season. Dressed in colorful clothes and headgear decorated
With feathers and wild boar tusks, the people in villages dance to the traditional music. तो कौन हुए? ତାଙ୍କର ସେଠି ଗୋଟେ ନାଗାଲାଣ୍ଡରେ ଗୋଟେ ମେଜର ଫେଷ୍ଟିଭାଲ ମୋଏସ୍ତୁ ଯାହାର ନା ସେଇଟା ସେଲିବ୍ରେଟ କରନ୍ତି ଯୋଉଟା ସୋଇଂ ସିଜନରେ ଥାଏ ସୋଇଂ ମାନେ ଯେତେବେଳେ ବୁଣା ହୁଏ ଧାନ ଯେତେବେଳେ ବୁଣିବା ଷ୍ଟାର୍ଟ ହୁଏ ତାଙ୍କର ସେଇ ସିଜନରେ ହାର୍ଭେଷ୍ଟିଂ ଗୋଟେ ହେଉଛି ମେନ୍ ଅକ୍ୟୁପେସନ ନର୍ଥ ଇଷ୍ଟ ଲୋକମାନଙ୍କର ଆଉ ସେ ହାର୍ଭେଷ୍ଟିଂକୁ ହିଁ କେତେବେଳେ ଧାନ କଟାକୁ ବହୁତ ସେଲିବ୍ରେଟ କରନ୍ତି କେତେବେଳେ ଯେତେବେଳେ ବୁଣିବା ଷ୍ଟାର୍ଟ କରା ହୁଏ ସେଇ ଟାଇମରେ ବହୁତ ସେଲିବ୍ରେଟ କରନ୍ତି ତ ତାଙ୍କର ଡିଫରେଣ୍ଟ ସିଜନରେ ତାଙ୍କର ସେଲିବ୍ରେସନ୍ସ ଚାଲିଥାଏ ତ ନାଗା ଲୋକମାନେ ମୋଏସ୍ତୁ ସେଲିବ୍ରେଟ କରନ୍ତି ଯେତେବେଳେ ତାଙ୍କର ବୁଣିବା ସିଜନ ଆସେ dressed in colorful clothes and headgear decorated with feathers and wild boar tusks the people in villages dance to the traditional music ସେମାନେ ଏମିତି ମୁଣ୍ଡରେ ତାଙ୍କର ଏମିତି ହେଡ୍ ଗିୟର ପିନ୍ଧନ୍ତି ହେଡ୍ ଗିୟର ମାନେ ହଉଛି ମୁଣ୍ଡରେ ପିନ୍ଧିଥିବା ଗୋଟେ ବସ୍ତୁ ଏଇଟା ହଉଛି ଆମର ଇମେଜ ଏଇଟା ସେମାନେ ପିନ୍ଧୁଛନ୍ତି ଏମିତି ତା ଦେହରେ ଏମିତି ପକ୍ଷୀମାନଙ୍କର ପର ଲାଗିଥାଏ ଆଉ ୱାଇଲ୍ଡ ବୋରର ଟସ୍କ ଲାଗିଥାଏ ମାନେ ଦାନ୍ତ ବୋର ହଉଛି ଭାଲୁ ଭାଲୁର ଦାନ୍ତରେ ତିଆରି ହେଇଥାଏ ତାଙ୍କର ମୁଣ୍ଡରେ ସେମାନେ ସେଟା ପିନ୍ଧନ୍ତି ଯୋଉଥିରେ ଫେଦର ବି ଲାଗିଥାଏ ମାନେ ପର ବି ଲାଗିଥାଏ ପକ୍ଷୀମାନଙ୍କର ଆଉ ଡାନ୍ସ କରନ୍ତି ତାଙ୍କର ଟ୍ରେଡିସନାଲ ମ୍ୟୁଜିକରେ ଏଠି ଆମେ ଦେଖିପାରୁଛେ ଏଇଠି ପିକ୍ଚର ଅଛି ଏମାନେ ଏମିତି ଡାନ୍ସ କରୁଛନ୍ତି ଆଉ ମୁଣ୍ଡରେ ବହୁତ ବଡ଼ ବଡ଼ ସବୁ ପିନ୍ଧିଛନ୍ତି ଯୋଉଥିରେ ଭାଲୁର ଦାନ୍ତ ବି ଅଛି ଆଉ ଫେଦର ବି ଅଛି ଏଇ ଇମେଜ ପୁରା କ୍ଲିୟରଲି ଜଣାପଡୁଛି କି କେତେ ଏକ୍ସାଇଟମେଣ୍ଟରେ ସେମାନେ ଡାନ୍ସ କରୁଛନ୍ତି ଆଉ କେତେ ଖୁସି ଅଛନ୍ତି ସମସ୍ତେ ତ ନେକ୍ସଟ ଦେଖିବା One of India's most colorful and charming festival is Nagaland's Hornbill Festival. Hornbill होची ଗୋଟେ ବହୁତ ହି famous festival ଇଣ୍ଡିଆର ଯୋଉଟା ତମେ ଯଦି ଜାଣିନାହ ଦେନ୍ କେବେ ଯିବ ନାଗାଲାଣ୍ଡ ହର୍ନବିଲ୍ ଟାଇମରେ ଆଉ ତାକୁ ଆଡମାୟର କରିବ ଦେଖିବ ଆଉ ବହୁତ ସାରା ପିକ୍ଚର୍ସ କ୍ଲିକ୍ କରିବ ଠିକ ଅଛି ତ ଏଇଟା ଗୋଟେ ବହୁତ ଗୋଟେ ଚାର୍ମିଂ ଫେଷ୍ଟିଭାଲ ନାଗାଲାଣ୍ଡର ହର୍ନବିଲ୍ ଏଇଟା ହଉଛି ହର୍ନବିଲ୍ ହର୍ନବିଲ୍ରେ ବି ସେମିତି ସେମାନେ ପିନ୍ଧନ୍ତି ବହୁତ ବଡ଼ ବଡ଼ ଏମିତି ତାର ଦାନ୍ତ ଏମିତି ଲାଗିଥାଏ ଭାଲୁର ସେଟା ସେଇ ଟାଇମରେ ବି ସେମାନେ ପିନ୍ଧନ୍ତି ଆଉ ଡାନ୍ସ କରନ୍ତି named after the state's most admired bird the event showcases the cultural heritage of 16 tribes there it is a 10-day long cultural dance and sporting events held in December every year men clad in full warrior costume show off their hunting and warring skills ଆଗରୁ ପଢିଥିଲି କଷ୍ଟମ ଆଉ ଏଇଟା ହଉଛି କଷ୍ଟ୍ୟୁମ କିଛିଟା ୱାର୍ଡର ଡିଫରେନ୍ସ ଅଲମୋଷ୍ଟ ସେମ୍ ପ୍ରନାଉନ୍ସିଏସନ ବାକି ମିନିଂ ହଉଛି ବହୁତ ଡିଫରେଣ୍ଟ କଷ୍ଟ୍ୟୁମ ମାନେ ଏଠି ପିନ୍ଧିବା ଉପରେ କୁହାଯାଇଛି କି ସେମାନେ ତାଙ୍କର ଯୋଉ ରିଚୁଆଲ ଅନୁସାରେ ସେମାନେ ତାଙ୍କର ଗୋଟେ ୱାରିୟର କଷ୍ଟ୍ୟୁମ ପିନ୍ଧନ୍ତି ମାନେ ଯୋଉ ଯୁଦ୍ଧ କରିବା ପାଇଁ ଗଲାବେଳେ ଯୋଉ କଷ୍ଟ୍ୟୁମଟା ପିନ୍ଧାଯାଏ ସେମିତି ଟାଇପର କଷ୍ଟ୍ୟୁମ ସେମାନେ ପିନ୍ଧନ୍ତି ଆଉ ତାଙ୍କର ସ୍କିଲ୍ସ ଦେଖାନ୍ତି କୋଉ ସ୍କିଲ୍ ଯୋଉ ଯେତେବେଳେ ଯାଆନ୍ତି ହଣ୍ଟିଂ କରିବା ପାଇଁ ଶିକାର କରିବା ପାଇଁ ଯାଆନ୍ତି ଆଉ ଯୁଦ୍ଧ କରିବା ପାଇଁ ଯୋଉ ଯାଆନ୍ତି ସେଇ ଟାଇମର ଯୋଉ ଯେମିତି ସେମାନେ ଖେଳନ୍ତି ଯେମିତି ପିନ୍ଧନ୍ତି ଯେମିତି ମାରନ୍ତି ସେଇ ଟାଇପର କଷ୍ଟ୍ୟୁମ ସେମାନେ ପିନ୍ଧନ୍ତି ଆଉ ସେଇଟା ତାଙ୍କର ସ୍କିଲ୍ ସେମାନେ ଶୋ କରନ୍ତି କ୍ଲାଡ୍ ମାନେ ହଉଛି ପିନ୍ଧିବା କିଛି ଜିନିଷକୁ ପିନ୍ଧିବାକୁ ଉପରେ ଏମିତି ପରସ୍ତ ପକେଇବାକୁ କ୍ଲାଡ୍ କୁହାଯାଏ ଆଉ ସେଇଠି 16ଟା ଟ୍ରାଇବ୍ 16 ଟ୍ରାଇବ୍ସ ଆସନ୍ତି ଅଲଗା ଅଲଗା ହେରିଟେଜର 16ଟା ଟ୍ରାଇବ୍ ଆସନ୍ତି ହେରିଟେଜ ମାନେ ଅଲଗା ଅଲଗା ପରମ୍ପରାରୁ ଅଲଗା ଅଲଗା କଲଚର ବିଲଙ୍ଗ କରୁଥିବାର 16ଟା ଟ୍ରାଇବ୍ ସେଠିକୁ ଆସନ୍ତି ଆଉ 10 ଦିନ ଯାଏ ସେ ଫେଷ୍ଟିଭାଲଟା ଚାଲିଥାଏ 10 ଦିନ ପର୍ଯ୍ୟନ୍ତ ସେ 16ଟା ଟ୍ରାଇବ୍ ମିଶିକିନା ସେମିତି କଷ୍ଟ୍ୟୁମ ନିଜ ତାଙ୍କର ଅଲଗା ଅଲଗା ସବୁ କଷ୍ଟ୍ୟୁମ ଥାଏ ସବୁ ୱାରିୟର କଷ୍ଟ୍ୟୁମ ପିନ୍ଧିକିନା ତାଙ୍କର ହଣ୍ଟିଂ ଆଉ ୱାରିଂ ସ୍କିଲ୍ସ ସେମାନେ ଦେଖାନ୍ତି ଆଉ ଏଇଟା ହଉଛି ଏଇ ଷ୍ଟେଟଟା ନେମ୍ ହେଇଥିଲା ତାଙ୍କର ଗୋଟେ ବର୍ଡ ପଛରେ ତାଙ୍କର ନାଗା ଗୋଟେ ବର୍ଡ ଥିଲା ଆଉ ହର୍ନବିଲ୍ ଫେଷ୍ଟିଭାଲଟା ସେଇ ଉପରେ ରିଲେଟେଡ୍ ଆଉ ମେନଲି ସେଟା ସୋଇଂ ଫେଷ୍ଟିଭାଲ ଟାଇମରେ ହିଁ ସେମାନେ କରନ୍ତି ଯେତେବେଳେ ତାଙ୍କର ଧାନ ବୁଣା ଷ୍ଟାର୍ଟ ହୁଏ ସେଇ ଟାଇମରେ କରନ୍ତି ଏଠି ହେଲା ଆମର ଆଉ ଗୋଟେ ପିକ୍ଚର ଯୋଉଠି ସେମାନେ ହର୍ନବିଲ୍ ଫେଷ୍ଟିଭାଲକୁ ଏନ୍ଜୟ କରୁଥିବାର ଆଉ ନେକ୍ସଟ କମ୍ ହିୟର୍ସ ଆଉ ଗୋଟେ ତାଙ୍କର ଏଇଟା ହଉଛି କଷ୍ଟ୍ୟୁମ ଆଉ ଏମିତି ପିନ୍ଧିକିନା ସେମାନେ ତାଙ୍କର ୱାରିଂ ସ୍କିଲ୍ସ ମାନେ ଦେଖାନ୍ତି ୱାରିଂ ମାନେ ହଉଛି ଯୁଦ୍ଧ ଆଉ ହଣ୍ଟିଂ ମାନେ ହଉଛି ଶିକାର କରିବାକୁ ହଣ୍ଟିଂ ବୋଲି କୁହାଯାଏ ଆଉ ଏଇଟା ବହୁତ ଗୋଟେ ସ୍ପୋର୍ଟିଭ ନେଚରରେ ଏଇ ଫେଷ୍ଟିଭାଲଟା ସେମାନେ ଯୋଉ ଖେଳନ୍ତି ଯୋଉ ସେମାନେ ଯୋଉ ଫେଷ୍ଟିଭାଲଟା ଅର୍ଗାନାଇଜ କରିଥାନ୍ତି ଏଇଟା ବହୁତ ଗୋଟେ ସ୍ପୋର୍ଟିଭ ନେଚରରେ ସେମାନେ କରିଥାନ୍ତି ଏଠି ବି କିଛି ଗୋଟେ ଗେମ୍ ଖେଳିଲା ଟାଇପର ଜଣା ପଡୁଛି
दो कि हमने जानी ना है ठीक से जदि केबे चांस मिले और तुम जाओ देन जाके जानबो कि नागालैंड रो हॉर्नबिल फेस्टिवल केते इंपोर्टेंट थाए आ केते फेमस थाए आ सेठी गले ही केते एन्जॉय कर परबो तांको एक्साइटमेंट लेवल सेठु ही जाना पड़ेबो नेक्स्ट देखिबा situated in the eastern Himalayas ଏବେ ସେଟା ନାଗାଲାଣ୍ଡ ଉପରେ ଆମେ ପଢିଦେଲେ ଏବେ ଆସିଲା ସିକିମ ଉପରେ Sikkim is one of the most beautiful states of India. The Sikkim festivals are celebrated with lot of pomp and show as per the Buddhist calendar. Throughout these festivals, people take part in lively dances and music. Saga Dawa is an amazing Buddhist festival celebrated on the full moon day in Tibetan lunar month between May and June. On this sacred day, people visit the monasteries, offer prayers, water, incense sticks, and butter lamps. The Himalayas ର ଇଷ୍ଟର୍ଣ୍ଣ ସାଇଡ୍ରେ ସିକିମ୍ ଅଛି ସିକିମ୍ ହେଉଛି ଇଣ୍ଡିଆର ବହୁତ ହି ଗୋଟେ ସୁନ୍ଦର ସୁନ୍ଦର ଷ୍ଟେଟ୍ ସେଠି ମାଉଣ୍ଟେନ୍ସ ଅଛି ଭ୍ୟାଲିଜ୍ ଅଛି ଆଉ ଏତେ ଗ୍ରୀନରୀ ଅଛି କି ଯେଉଁମାନେ ନା ଏମିତି ନେଚର ଲଭର ନୁହନ୍ତି ବି ସେମାନଙ୍କୁ ବି ଭଲ ପାଇବା ହେଇଯିବ ବିକଜ ସିକିମ୍ ହେଉଛି ଏତେ ସୁନ୍ଦର ଜାଗା ଖାଲି ସିକିମ୍ର ପ୍ଲେସ୍ ନୁହେଁ ତାର ନେଚର ନୁହେଁ ତାର ଲୋକମାନେ ବି ସେତିକି ହିଁ ଭଲ ଆଉ ସେତିକି ସୁନ୍ଦର ଥାନ୍ତି ଆଉ ଦେନ୍ କମ୍ସ ଦେୟାର ଫେଷ୍ଟିଭାଲ ଆଣ୍ଡ ଫୁଡ୍ ସେଇଗୁଡ଼ା ବି ଇକ୍ୱାଲି ସୁନ୍ଦର ଆଉ ଭଲ ଥାଏ ତାଙ୍କ ଫୁଡ୍ ଗୁଡ଼ା ବି ବହୁତ ଭଲ ଥାଏ ବହୁତ ଟେଷ୍ଟି ଆଉ ବହୁତ ଡିଲିସିୟସ୍ ଥାଏ ଆଉ ସେମ୍ ଗୋଜ୍ ତାଙ୍କର ଡ୍ରେସେସ୍ ତାଙ୍କର କଲଚର ତାଙ୍କର ଟ୍ରେଡିସନ୍ ଆଉ ତାଙ୍କର ଫେଷ୍ଟିଭାଲ ସେମାନଙ୍କର ଫେଷ୍ଟିଭାଲ ସେମାନେ ବୁଦ୍ଧିଷ୍ଟ କ୍ୟାଲେଣ୍ଡର ଅନୁସାରେ ସେମାନେ ତାଙ୍କର ପାଳନ କରନ୍ତି ଏଇ ଫେଷ୍ଟିଭାଲଟା ତାଙ୍କର କ'ଣ ହୁଏ ଏଥିରେ ବି ତାଙ୍କର ଡାନ୍ସ ଆଉ ମ୍ୟୁଜିକ୍ ବହୁତ ହାଇ ୱେରେ ସେମାନେ ସେଟା ସେଲିବ୍ରେଟ୍ କରନ୍ତି ଆଉ ତା ନାଁ ହେଉଛି ସାଗା ଦାବା ସାଗା ଦାବା ହେଉଛି ଗୋଟେ ବୁଦ୍ଧିଷ୍ଟ ଫେଷ୍ଟିଭାଲ ଯୋଉଟା ଫୁଲ୍ ମୁନ୍ ଡେରେ ସେଲିବ୍ରେଟ୍ ହୁଏ ମାନେ ଯେତେବେଳେ ପୂର୍ଣ୍ଣିମା ଥାଏ ତାଙ୍କର ବୁଦ୍ଧିଷ୍ଟ କ୍ୟାଲେଣ୍ଡର ଅନୁସାରେ ଯୋଉ ଏବେ ପୂର୍ଣ୍ଣିମା ପଡ଼େ ସେଇ ଟାଇମରେ ସେମାନେ ସିକିମର ସେଇ ଫେଷ୍ଟିଭାଲଟା ଅର୍ଗାନାଇଜ ହୁଏ କୋଉଟା ସାଗା ଦାବା ଆଉ ସେଇଟା ତିବେତିଆନ ଲୁନାର ମନ୍ଥର ମେ ଆଉ ଜୁନ୍ ମଝିରେ ଯୋଉ ଆସେ ଆମର ପୂର୍ଣ୍ଣିମା ସେଇ ପୂର୍ଣ୍ଣିମାରେ ସେମାନେ ସେଲିବ୍ରେଟ୍ କରନ୍ତି ସେଠି ସେମାନେ ମୋନେଷ୍ଟ୍ରିଜ୍ ଗୁଡ଼ାକୁ ଯାଆନ୍ତି ଆଉ ସେଠି ଧୂପକାଠି ପାଣି ଆଉ ବଟର ଲ୍ୟାମ୍ପସ୍ ଏଗୁଡ଼ା ସବୁ ତାଙ୍କର ବୁଦ୍ଧିଷ୍ଟକୁ ମାନେ ବୁଦ୍ଧଦେବଙ୍କୁ ଅଫର କରନ୍ତି ତାଙ୍କୁ ଦିଅନ୍ତି ଆଉ ତାପରେ ତାଙ୍କର ସେଲିବ୍ରେସନ୍ ତାପରେ ଷ୍ଟାର୍ଟ ହୁଏ ଅଛି ଏଇଠି ହେଉଛି ଏମିତି ପିକ୍ଚର୍ସ ଅଛି ଏମିତି ବୁଦ୍ଧଙ୍କ ପାଖରେ ସେମାନେ ଏମିତି ଅଫର କରିଥିବାର ପ୍ରେ କରିଥିବାର ତାପରେ ନେକ୍ସଟ ତାଙ୍କର ସେଲିବ୍ରେସନ୍ ଷ୍ଟାର୍ଟ ହବାର ଆଉ ସିକିମର ଲୋକମାନେ ବି ଇକ୍ୱାଲି ସୁନ୍ଦର ଥାନ୍ତି ତାଙ୍କର ବି ଆଖି ଟିକେ ଏମିତି ଥାଏ ବଟ୍ ସେମାନେ ବି ସେମିତି ହିଁ ସୁନ୍ଦର ସବୁ ଯେତେ ଯାକ ନର୍ଥ ଇଷ୍ଟ ଲୋକମାନେ ଥାନ୍ତି ବହୁତ ହି ସୁନ୍ଦର ଥାନ୍ତି ଆଉ ଏଇଠି ଆସିଲା ଲୁନାର ମନ୍ଥ ମାନେ ହେଉଛି ଚନ୍ଦ୍ର ମାସକୁ ଆମେ ଲୁନାର ମନ୍ଥ ବୋଲି କୁହାଯାଏ Next, the festival commentaries the birth, enlightenment, and death of Lord Buddha. Losong is celebrated at the end of the harvest season. Locals wearing brightly colored masks, playing fascinating musical instruments, perform charm dance. Archery contest is also held along with feasting and other celebrations. Tibetan New Year Losar is marked with immense joy, extensive meals, and merriment. It is usually held in February. Tihar is the festival of light. It is somewhat like Diwali. Okay, तो ଆମର next ଆସିଲା ଲୁସୁଙ୍ଗ ଲୁସୁଙ୍ଗ ବି ଗୋଟେ ସେଲିବ୍ରେଟ୍ ହୁଏ ସିକିମର ସେଟା ବି ବୁଦ୍ଧଙ୍କ ଉପରେ ହିଁ ଥାଏ ଆଉ ସେଇଟା ସେଲିବ୍ରେଟ୍ ହଉଥିଲା ହାର୍ଭେଷ୍ଟ ସୋଇଂ ସିଜନରେ ଏଇଟା ସେଲିବ୍ରେଟ୍ ହୁଏ ହାର୍ଭେଷ୍ଟ ସିଜନରେ ଆଚ୍ଛା ଏଠି ଏନଲାଇଟମେଣ୍ଟ ମାନେ ହେଉଛି ଜ୍ଞାନପଥ ଏଇଟା ଆଉ ଡେଥ୍ ତାଙ୍କର ବର୍ଥ ଆଉ ଡେଥକୁ ସେଲିବ୍ରେଟ୍ କରାଯାଏ ଲୁସୁଙ୍ଗ ଫେଷ୍ଟିଭାଲକୁ ପାଳନ କରିକିନା ଆଉ ମୋଷ୍ଟଲି ସେଟା ହାର୍ଭେଷ୍ଟ ସିଜନରେ ହିଁ ହୁଏ ଯେତେବେଳେ ଧାନ କଟା ହବା ଷ୍ଟାର୍ଟ ହୁଏ ଯେତେବେଳେ ତାଙ୍କର କଟାକଟି ସିଜନ ଷ୍ଟାର୍ଟ ହୁଏ ସେଇ ଟାଇମରେ ସେମାନେ ଲୁସୁଙ୍ଗକୁ ସେଲିବ୍ରେଟ୍ କରନ୍ତି ଆଉ ସେଇ ଟାଇମରେ ସେମାନେ ବହୁତ କଲରଫୁଲ ମାସ୍କ ପିନ୍ଧନ୍ତି ତାଙ୍କର ବି ଅଲଗା ଅଲଗା ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଥାଏ ଯେଉଁଥିରେ ସେମାନେ ସୁନ୍ଦର ସୁନ୍ଦର ସବୁ ମ୍ୟୁଜିକ୍ ପ୍ଲେ କରନ୍ତି ଆଉ ଚାର୍ମ ଡାନ୍ସକୁ କରନ୍ତି ଏଇଟା ଆସିଲା ଆମର ମାସ୍କ କଲର୍ଡ ମାସ୍କ ଏମିତି ବହୁତ ଡିଫରେଣ୍ଟ କଲର୍ ୟୁଜ୍ କରିକିନା ଏମିତି କ୍ରିଏଟିଭ୍ ୱେରେ ସେମାନେ ମାସ୍କ ତିଆରି କରନ୍ତି ଏଇଟା ହେଉଛି ଗୋଟେ ଏକ୍ଜାମ୍ପଲ୍ ଏମିତି ବହୁତ ସାରା ମାସ୍କ ଅଛି
ଯୋଉଟା ସେମାନେ ଏମିତି ବନାନ୍ତି ଆଉ କ୍ରିଏଟିଭ୍ ୱେରେ ବନାନ୍ତି। ଏମିତି ନାହିଁ କି ସିମିଲାର ୱେ ସବୁ ଏମିତି ଥାଏ ୟୁନିଫର୍ମ ଟାଇପ୍‌ର ସେମିତି ନାହିଁ। ବହୁତ ଡିଫରେଣ୍ଟ ଭେରାଇଟିଜ୍ ଅଫ୍ ମାସ୍କ ପିନ୍ଧନ୍ତି ସେମାନେ। ଆଉ ତାଙ୍କର କଷ୍ଟ୍ୟୁମ୍ସ ଗୁଡ଼ା ତ କେତେ ସୁନ୍ଦର ତମେ ଦେଖିଥିବ। ଆଚ୍ଛା 'ଜବ୍ वी मेट' ଦେଖିଛ କି ନାହିଁ? କରିନା ଆଉ ଶାହିଦ କପୁରର ଯୋଉ ମୁଭି 'ଜବ୍ वी मेट' ସେଇଥିର ଗୋଟେ ଗୀତ ଅଛି। ସେଇଟା ସେଇଠି ସେଇ ଟାଇମରେ ସେଲିବ୍ରେଟ କରାହେଲା ଟାଇମରେ ସେମାନେ ସେଇଠି ଯାଇକି ସୁଟ୍ ହେଇଥିଲା ସେଇ ଗୀତଟା। ସେଇଠି ତମେ ଦେଖିଥିବ ତାଙ୍କର ସେ ବ୍ୟାକଗ୍ରାଉଣ୍ଡରେ ଯଦି କେବେ ନୋଟିସ୍ କରିଥିବ ତାଙ୍କର କଷ୍ଟ୍ୟୁମ୍ସ ଗୁଡ଼ା କେତେ ସୁନ୍ଦର ଥାଏ। ସେଗୁଡ଼ା ହଉଛି ତାଙ୍କର ଟ୍ରେଡିସନାଲ କଷ୍ଟ୍ୟୁମ୍ସ। ତାଙ୍କର ମ୍ୟୁଜିକ୍ ବି ସେମିତି ଇକ୍ୱାଲି ସୁନ୍ଦର ଭଲ ଥାଏ। ଆଉ ତାଙ୍କର ଖାଇବା ବି ସେମିତି ହିଁ ଥାଏ। ଆଉ ଏଇଟା ଆଉ ଗୋଟେ ପିକ୍ଚର ଏମିତି ଏଇଥିରେ ବି ଆମେ ଦେଖିପାରିବା ତାଙ୍କର ମାସ୍କ ଗୁଡ଼ା କେତେ ସୁନ୍ଦର ଆଉ କେତେ ଅଲଗା ଡିଫରେଣ୍ଟ ଟାଇପ୍। ଆମର ନର୍ମାଲ ଯୋଉ ମାସ୍କ ଅଛି ତାଠୁ ବହୁତ ହି ଡିଫରେଣ୍ଟ ଥାଏ ତାଙ୍କର ମାସ୍କ ଗୁଡ଼ା। ଉପରୁ ଏମିତି ଏମିତି କ୍ଲୋଥ୍ସ ଝୁଲିଛି ତାଙ୍କର ଫେସ୍ ଗୁଡ଼ା ଏମିତି ଟିକେ ନ୍ୟାରୋଡ୍ ଅଛି ମାନେ ମାସ୍କର ଫେସ୍‌ଟା ଏମିତି ଟିକେ ନ୍ୟାରୋଡ୍ ଅଛି। ଆଉ ତାଙ୍କର ଡ୍ରେସେସ୍ ଗୁଡ଼ା ବହୁତ ବେଶୀ କଲରଫୁଲ୍ ଅଛି। ଫ୍ୟାସିନେଟିଂ ଏଠି ଥିଲା ନା ପ୍ଲେଇଂ ଫ୍ୟାସିନେଟିଂ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ। ମାନେ ବହୁତ ଆକର୍ଷକ ମାନେ ଆଟ୍ରାକ୍ଟିଭ ତାଙ୍କର ଥାଏ ମ୍ୟୁଜିକ୍ ଗୁଡ଼ା। ତାପରେ ତିବେତିଆନ ନ୍ୟୁ ଇୟର ଲୋସର ଇଜ୍ ମାର୍କଡ ୱିଥ୍ ଇମେନ୍ସ ଜୟ, ଏକ୍ସଟେନ୍ସିଭ ମିଲ୍ସ ଆଣ୍ଡ ମେରିମେଣ୍ଟ। ଯେମିତି ମୁଁ କହିଲି ତାଙ୍କର ବହୁତ ସେମାନେ ଏଇଟା ଖୁସିରେ ଆଉ ଆନନ୍ଦରେ ଆଉ ବହୁତ ଅଲଗା ଅଲଗା ଭେରାଇଟିର ଖାଇବା ବନେଇକିନା ତାଙ୍କର ମିଲ୍ ଗୁଡ଼ା ବି ସେମିତି ବହୁତ ଡିଫରେଣ୍ଟ ଟାଇପ୍‌ର ଥାଏ। ଆମର ନା ଏରିଆ ୱାଇଜ୍ ଆମର ଖାଇବା ଗୁଡ଼ା ଡିଫର କରେ। ଆମର ଭେଜିଟେବଲ୍ସ ଆଉ ଫ୍ରୁଟ୍ସ ଗୁଡ଼ା ବି ଡିଫର କରେ। ଆଜିକାଲି ତ ସବୁଆଡ଼େ ଆଭେଲେବଲ୍ ହେଇଗଲାଣି। ବଟ୍ ଆଜ୍ ଇନ୍ ନର୍ଥ ସାଇଡ୍‌ରେ ଆପଲ୍ସ ଗୁଡ଼ା ବହୁତ ଫେମସ୍। ବହୁତ ଫେମସ୍ ମାନେ ସେପଟ ଆପଲ୍ ହୁଏ। ତାର ପ୍ରୋଡକ୍ସନ ସେପଟେ ବେଶୀ। ସାଫ୍ରନର ପ୍ରୋଡକ୍ସନ ସେପଟେ ବେଶୀ। ତ ସେଗୁଡ଼ା ସେପଟେ ବହୁତ ମିଳେ ଆଉ ବହୁତ ଭଲ କ୍ୱାଲିଟିର ମିଳେ। ଆମ ପାଖକୁ ଯୋଉଗୁଡ଼ା ଆସେ ସେଗୁଡ଼ା ସବୁ ସେଇଠୁ ହିଁ ଆସେ। ବଟ୍ ପ୍ରୋଡକ୍ସନ ତ ସେଇଠୁ ହିଁ ଥାଏ। ତ ସେମିତି ଅଲଗା ଅଲଗା ରିଜନରେ ଅଲଗା ଅଲଗା ପ୍ରୋଡକ୍ସନ ହୁଏ। ତ ତାଙ୍କ ସାଇଡରେ ଟି ଫାର୍ମିଂ ବହୁତ ହୁଏ, ଟେରେସ୍ ଫାର୍ମିଂ ବହୁତ ହୁଏ। ତ ସେଇଠି ଯୋଉ ପ୍ରୋଡକ୍ସନ ହୁଏ ସେଇ ଅନୁସାରେ ତାଙ୍କର ଖାଇବା ଡିଫର କରେ। ଆଉ ସେଇ ଅନୁସାରେ ତାଙ୍କର ଟେଷ୍ଟ ବି ଭେରାଇଟିଜ୍‌ର ଆସେ। ତ ଖାଇବା ତାଙ୍କର ବହୁତ ତା ଉପରେ ବି ବହୁତ ଫୋକସ୍ ଦିଅନ୍ତି। ମ୍ୟୁଜିକ୍ ଉପରେ, ଡାନ୍ସ ଉପରେ, ତାଙ୍କର କ୍ଲୋଦିଂ ଉପରେ, ତାଙ୍କର କଷ୍ଟ୍ୟୁମ୍ ଉପରେ ଆଉ କଷ୍ଟମ୍ ଉପରେ ବି ସେମାନେ ବହୁତ ଫୋକସ୍ ଦେଇଥାନ୍ତି। ଏଇଟା ହଉଛି ଆମର ଯୋଉ ମିଡଲରେ ଅଛି ଯୋଉ ଲେଡିଜ୍ ମାନେ ଡାନ୍ସ କରୁଛନ୍ତି ସେଇଟା ହଉଛି ତାଙ୍କର ଚାମ୍ ଡାନ୍ସ। ତ ଏଇଟା ଟିବେଟିଆନ୍ ନ୍ୟୁ ଇୟରରେ ଲୋସରଟା ଆମର ଏନ୍ଜୟ କରାଯାଏ। ଆଉ ସେଟା ମୋଷ୍ଟଲି ଫେବୃଆରୀ ମାସରେ ଆସେ। ଆଉ ଦିୱାଲି ଭଳିଆ ଏଇଟା ତାଙ୍କର ଗୋଟେ ଲାଇଟ୍ ଫେଷ୍ଟିଭାଲ ସେମାନେ ସେଲିବ୍ରେଟ୍ କରନ୍ତି। ସେଥିରେ ବି ସେମାନେ ଲ୍ୟାମ୍ପସ୍ ଲଗାନ୍ତି, କ୍ୟାଣ୍ଡେଲ୍ସ ଲଗାନ୍ତି ଆଉ ଘରେ ଘରେ ପୁରା ବହୁତ ସାରା ଏମିତି ଅ ଯୋଉ ରାଇସ୍ ଲାଇଟ୍ସ ଲଗାନ୍ତି। ଆଉ ସେ ଆମର ଦିୱାଲିଟା ମେନଲି ଅନ୍ଧାରଟାକୁ ଦୂର କରିବା ପାଇଁ ଆମେ ଦିୱାଲି ସେଲିବ୍ରେଟ୍ କରୁ। ସେମାନେ ସେଟା ହାର୍ଭେଷ୍ଟିଂ ସିଜନ ସେଲିବ୍ରେଟ୍ କରନ୍ତି। ଯୋଉ ବୁଦ୍ଧଙ୍କର ଲର୍ଡ ବୁଦ୍ଧ ଯିଏ ଅଛନ୍ତି ତାଙ୍କର ଡେଥ୍ ଆଉ ବର୍ଥକୁ ସେଲିବ୍ରେଟ୍ କରିବା ପାଇଁ ସେମାନେ ଦିୱାଲି ଟାଇପ୍‌ର ସେଟାକୁ ତିହାରକୁ ସେଲିବ୍ରେଟ୍ କରନ୍ତି। ହେଲା ନେକ୍ସଟ ଆସିଲା ଆମର hardly a month passes in any of the seven states without a festival or two. Most of them have a religious importance or significance as the people offer thanks to the gods for a good harvest or prosperity or ask for protection against calamities. But these celebrations also help encourage culture and artistic activities and bring out the natural talent to the people. ନ୍ୟାଚୁରାଲ ଟ୍ୟାଲେଣ୍ଟ ଅଫ୍ ଦ ପିପଲ୍ ଏବେ ଆମେ ଆଗରୁ ଇଷ୍ଟ ଇଣ୍ଡିଆର ଲୋକମାନଙ୍କ ଉପରେ ସେତିକି କେହି ଧ୍ୟାନ ଦଉନଥିଲେ ସେତିକି ଇମ୍ପୋର୍ଟାନ୍ସ ଦଉନଥିଲେ ବଟ୍ ସେଇପଟ ସାଇଡ୍‌ରୁ ହିଁ ଏବେ ବହୁତ ସାରା ଟ୍ୟାଲେଣ୍ଟସ୍ ଆସୁଛି କିଏ ବହୁତ ଭଲସେ ଗୀତ ଗାଆନ୍ତି କିଏ ବହୁତ ଭଲ ଡାନ୍ସ କରୁଛନ୍ତି କିଏ ବହୁତ ଭଲ କୁକ୍ ସେଫ୍ ଅଛନ୍ତି ଏମିତି ବହୁତ ଭେରାଇଟିର ଲୋକମାନେ ସେଇପଟ ସାଇଡ୍‌ରୁ ହିଁ ଯେତେ ଟ୍ୟାଲେଣ୍ଟ ସବୁ ଅଛନ୍ତି ସେଗୁଡ଼ା ହଉଛନ୍ତି ର ଟ୍ୟାଲେଣ୍ଟ ଯୋଉଟା ଏବେ ଧୀରେ ଧୀରେ ଆସୁଛନ୍ତି ସେତେବେଳେ ତାଙ୍କୁ ଏତେ ସ୍କୋପ୍ ନଥିଲା କି ସେମାନେ ବାହାରିକି ଆସିକି ସେତିକି କରିପାରୁନଥିଲେ ଇଭେନ୍ ଆଜି ବି ଲୋକମାନେ ତାଙ୍କୁ ଏମିତି ବହୁତ କ୍ରିଟିସାଇଜ୍ କରନ୍ତି ତାଙ୍କୁ ବହୁତ ଟଣ୍ଟ ମାରନ୍ତି ତାଙ୍କୁ ବହୁତ ଏମିତି କମେଣ୍ଟ ପାସ୍ କରନ୍ତି ଖରାପ ଖରାପ କୁହନ୍ତି ଯୋଉଟା ବହୁତ ପେନଫୁଲ୍ ଥାଏ ବିକଜ ସେମାନେ ବି ଆମ ପାର୍ଟ ଇଣ୍ଡିଆର ଗୋଟେ ପାର୍ଟ ଆଉ ତାଙ୍କର ବି ବହୁତ ସାରା ଟ୍ୟାଲେଣ୍ଟସ୍ ଅଛି ତ ଆମେ ସବୁ ପାର୍ଟର ଲୋକମାନଙ୍କୁ ଇକ୍ୱାଲି ଦେଖିବା କଥା ବିକଜ ଆମେ ଗୋଟେ କଣ୍ଟ୍ରିରୁ ବିଲଙ୍ଗ କରେ ଆଉ ସମସ୍ତେ ଆମ ଭାଇ ଭଉଣୀ ଭଳିଆ ଦେଖିବା କଥା ବ୍ରଦରହୁଡ୍ ଗୋଟେ ୟୁନିଟି ରଖିବା କଥା ଆଉ ତାଙ୍କର ଏଇଠି ଆମର କଣ ଲେଖା ହେଇଛି କି ତାଙ୍କର ଏମିତି ଗୋଟେ ବି ମନ୍ଥ ଯାଏନି
ଯୋଉଠି ସେମାନେ ତାଙ୍କ କିଛି ଫେଷ୍ଟିଭାଲ୍ସକୁ ସେଲିବ୍ରେଟ୍ ନ କରିଥାନ୍ତି। ଏଇ ଯୋଉ ଆମର 7 ଷ୍ଟେଟ୍ସ ଅଛି, ଏଇଠି ଏମିତି ଗୋଟେ ବି ମନ୍ଥ ଯାଏନି ଯୋଉଠି ସେମାନେ ସେଲିବ୍ରେଟ୍ ନ କରିଥାନ୍ତି ଗୋଟେ ଫେଷ୍ଟିଭାଲକୁ। ଗୋଟେ ମନ୍ଥରେ କିଛି ନା କିଛି ଗୋଟେ ନହେଲେ 2ଟା ଯେମିତି ହେଲେ କିଛି ନା କିଛି ଗୋଟେ ତାଙ୍କର ପର୍ବ ଚାଲିଥିବ, ସେଟା ସେମାନେ ସେଲିବ୍ରେଟ୍ କରୁ ହିଁ ଥାନ୍ତି। ଆଉ ତାକୁ ଏମିତି ନାଇଁ ନର୍ମାଲ ୱେରେ ଏମିତି ସେଲିବ୍ରେଟ୍ କରନ୍ତିନି। ବହୁତ ହସି ମଜାକ, ବହୁତ ଖୁସିରେ, ବହୁତ ଜୟଫୁଲି, ବହୁତ ଏନ୍ଜୟମେଣ୍ଟ ସହିତ ସେମାନେ ତାଙ୍କ ଫେଷ୍ଟିଭାଲ ଗୁଡ଼ାକୁ ପୁରା ଫେଷ୍ଟିଭ ସିଜନ୍ସ ନେଇକିରି ଆମେ ତ ୱେଟ୍ କରିଥାଏ କି କେବେ ଦିୱାଲି ଆସିବ, କେବେ ଦଶହରା ଆସିବ, କେବେ ଲକ୍ଷ୍ମୀ ପୂଜା ଆସିବ, ଦେନ୍ ଯାଇକିନା ଆମେ ସେଲିବ୍ରେଟ୍ କରୁ। ବଟ୍ ତାଙ୍କର ପ୍ରତି ମନ୍ଥରେ କିଛି ନା କିଛି କୋଉଠି ନା କୋଉଠି ଗୋଟେ ସେଲିବ୍ରେଟ୍ ଚାଲି ହିଁ ଥାଏ। ତ ସେଇ ଟାଇମରେ ଗୋଟେ ଖୁସିର ସବୁବେଳେ ମାହୋଲ ତାଙ୍କର ବନିକିନା ରହିଥାଏ। କେତେବେଳେ ସେମାନେ ସେଲିବ୍ରେଟ୍ କରନ୍ତି କି ଧାନ ଭଲରେ ଯାଉ, କେତେବେଳେ ସେଲିବ୍ରେଟ୍ ମାନେ କ୍ଷେତ ଚାଷଟା ବହୁତ ଭଲସେ ଯାଉ, କେତେବେଳେ ସେଲିବ୍ରେଟ୍ କରନ୍ତି କି ଗଛ ସବୁ ଠିକସେ ଥାଉ, କେତେବେଳେ ସେଲିବ୍ରେଟ୍ କରନ୍ତି କି କ୍ୟାଲାମିଟିସ୍ ନ ଆସୁ, କିଛି ବିପଦ ଆମର ଯେମିତି ନ ଆସୁ, ସେଗୁଡ଼ାକୁ ମାନେ ନ୍ୟାଚୁରାଲ କ୍ୟାଲାମିଟିସ୍ କିଛି ନ ଆସୁ କି ଏମିତି କିଛି ବି ମ୍ୟାନମେଡ୍ କି ହ୍ୟୁମାନ୍ କ୍ୟାଲାମିଟିସ୍ ବି ଯେମିତି ନ ଆସୁ, ନେଚର କେମିତି ପ୍ରୋଟେକ୍ଟେଡ୍ ରହିବ ତା ପାଇଁ ବି ସେଲିବ୍ରେଟ୍ କରନ୍ତି। ତା ପାଇଁ ବି ପ୍ରେ କରନ୍ତି। ଆଉ ନିଜର ପ୍ରସ୍ପେରିଟି ଆଉ ନିଜର ଲାଇଫ୍‌ର ଆଉ ନିଜର ନେଚରର ଆଉ ନିଜର ନେବରହୁଡ୍, କଣ୍ଟ୍ରି, ଷ୍ଟେଟ୍ ସମସ୍ତିଙ୍କ ପ୍ରସ୍ପେରିଟି ପାଇଁ ବି ସେମାନେ ପ୍ରେ କରନ୍ତି। ଆଉ ଠାକୁରଙ୍କୁ ଧନ୍ୟବାଦ କରନ୍ତି। ଯୋଉଗୁଡ଼ା ସବୁ ତାଙ୍କର ହାର୍ଭେଷ୍ଟିଂ ହେଇଛି, ତା ପାଇଁ ସବୁ ଧନ୍ୟବାଦ କରନ୍ତି ଆଉ ସବୁକୁ ସେଲିବ୍ରେଟ୍ କରନ୍ତି। ଆଉ ତାଙ୍କ ଯୋଉ ଆର୍ଟିଷ୍ଟିକ୍ ଆକ୍ଟିଭିଟିସ୍ ସେଗୁଡ଼ାକୁ ବି ଏନକରେଜ୍ କରନ୍ତି। ଆଉ ନ୍ୟାଚୁରାଲ ଟ୍ୟାଲେଣ୍ଟ ବିଷୟରେ କହିଲି ଆଉ ଆର୍ଟିଷ୍ଟିକ୍ ଆକ୍ଟିଭିଟିସ୍ ବିଷୟରେ ବି କହିଲି। ତ ଏଇଗୁଡ଼ା ହେଉଛି ଆମର ନର୍ଥ ଇଷ୍ଟ ଉପରେ ପୁରା ଆମର ଚାପ୍ଟର ଆଜି ଥର୍ଡ ପାର୍ଟ ତାର କମ୍ପ୍ଲିଟ୍ ହେଉଛି। ଆଉ ଏଥର ଆମେ ଜାଣିଲେ କି ନର୍ଥ ଇଷ୍ଟ ଲୋକମାନେ ବି କେତେ ଏକ୍ସାଇଟେଡ୍, ମାନେ ତାଙ୍କର ବି ଫେଷ୍ଟିଭାଲ୍ସ ଗୁଡ଼ା କେତେ ଏକ୍ସାଇଟମେଣ୍ଟ ଭରିକିନା ରହିଛି। ଆମେ କେତେ କ'ଣ ମିସ୍ କରୁଛେ ଲାଇଫରେ ଆମେ ନ ଦେଖିକିନା। ତ ତମମାନେ ଏଗୁଡ଼ା ଦେଖ ଗୋଟେ ଗୋଟେ ଇମେଜ, ଆଉ ମତେ ତ ବହୁତ ହି ଏକ୍ସାଇଟିଂ ଫିଲ୍ ହଉଛି। ଦୋ କି ମୁଁ ଯାଇଛି ସିକିମ୍, ନାଗାଲାଣ୍ଡ ଯାଇଛି, ବଟ୍ ତାଙ୍କର କିଛି ବି କୋଉ ବି ଫେଷ୍ଟିଭାଲ୍ସ ଗୁଡ଼ାକ ମୁଁ କେବେ ବି ଆଟେଣ୍ଡ କରିନି କି ଦେଖିନି। ଆଇ ଏମ୍ ସୋ ଏକ୍ସାଇଟେଡ୍ କି ମୁଁ ମୋତେ କେବେ ବି ଯଦି ଚାନ୍ସ ମିଳେ ଦେନ୍ ମୁଁ ପକ୍କା ଯିବି। ଆଉ ତାଙ୍କର କୋଉ ନା କୋଉ ଫେଷ୍ଟିଭାଲ୍ସ ତ ସେ ଟାଇମରେ ଚାଲି ହିଁ ଥିବ, ଆଉ ମୁଁ ସେଇଟା ନିହାତି ଯାଇକିନା ଆଟେଣ୍ଡ କରିବି। ନେକ୍ସଟ ଆସିଲା ଏହି ଇମେଜ ଆଉ ଏଇଟା। ଓକେ, ତ ଏବେ ଦେଖିବା ଡିଫିକଲ୍ଟ ୱାର୍ଡସ୍। ହେରିଟେଜ ମାନେ ପରମ୍ପରା, ମାନେ କଲଚର, ଯୋଉଟା କଷ୍ଟମ୍ସ ଥାଏ ସେଇଟାକୁ ହେରିଟେଜ ବୋଲି କୁହାଯାଏ। ଯୋଉଟା ବହୁତ ଆଗରୁ ଚାଲି ଆସିଛି ଆଉ ଆମେ ନେକ୍ସଟ ଜେନେରେସନକୁ ଆମେ ପାସ୍ ଅନ୍ କରେ, ସେଇଟାକୁ ହେରିଟେଜ ବୋଲି କୁହାଯାଏ। ସୁଇଂ ମାନେ ବୁଣିବା। ହେଡଗିୟର ମାନେ ମୁଣ୍ଡରେ ପିନ୍ଧା ହେବା ବସ୍ତୁ। ବୋର୍ ମାନେ ଭାଲୁ। ଟସ୍କ ମାନେ ହାତୀ ଦାନ୍ତ। ଏଠି ମୋଷ୍ଟଲି ଟସ୍କଟା ହାତୀ ଦାନ୍ତ ବୋଲି କୁହାଯାଏ, ବଟ୍ ଏଠି ବୋର୍ର ଟସ୍କକୁ ସେମାନେ ଆଣିକିନା ମୁଣ୍ଡରେ ପିନ୍ଧୁଛନ୍ତି। ତ ଏଠି ଲିଟରାଲ ମିନିଂରେ ଏଠି ଭାଲୁର ଦାନ୍ତକୁ ଏଠି ଟସ୍କ କୁହାଯାଇଛି, ବଟ୍ ନର୍ମାଲି ଟସ୍କଟା ହାତୀ ଦାନ୍ତ ବା ଆନିମଲ୍ସ ମାନଙ୍କର ଯୋଉ ଦାନ୍ତ ଥାଏ ତାକୁ କୁହାଯାଏ। ନେକ୍ସଟ ଆସିଲା ୱାରିଂ ମାନେ ଯୁଦ୍ଧ। ଲୁନାର ମନ୍ଥ ମାନେ ଚନ୍ଦ୍ର ମାସ। ସାକ୍ରେଡ ମାନେ ପବିତ୍ର। କମେମୋରେଟ୍ ମାନେ ସ୍ମରଣ କରିବାକୁ କମେମୋରେଟ୍ ବୋଲି କୁହାଯାଏ। ଏନଲାଇଟମେଣ୍ଟ ମାନେ ଜ୍ଞାନବୋଧ। ଫ୍ୟାସିନେଟିଂ ମାନେ ଚିତ୍ତାକର୍ଷକ, ମାନେ ଆଟ୍ରାକ୍ଟିଭକୁ ଫ୍ୟାସିନେଟିଂ ବୋଲି କୁହାଯାଏ। ଯୋଉଟା ବହୁତ ସୁନ୍ଦର ଥାଏ ଆଉ ତମେ ତାକୁ ଦେଖିକିନା ବହୁତ ଆକର୍ଷକ ହେଇଯାଅ, ତାକୁ ଫ୍ୟାସିନେଟିଂ ବା ଚିତ୍ତାକର୍ଷକ ବୋଲି କୁହାଯାଏ। ଏକ୍ସଟେନ୍ସିଭ ମାନେ ହେଉଛି ବିସ୍ତୃତ। କ୍ୟାଲାମିଟି ମାନେ ବିପଦ। ଆଉ ଏଇଠି ଆମର ଚାପ୍ଟର ଆଜି ସରିଲା। ହୋପଫୁଲି ତମମାନଙ୍କୁ ନର୍ଥ ଇଷ୍ଟ ଇଣ୍ଡିଆ ପ୍ରତି ବହୁତ ଇଣ୍ଟରେଷ୍ଟ ଆସିଥିବ। ମୋତେ ତ ବହୁତ ଆସିଥିଲା। ତ ତମମାନେ ୟା ପରେ ଯଦି ହେଲା ଦେନ୍ ନର୍ଥ ଇଷ୍ଟ ଇଣ୍ଡିଆକୁ ଯିବ, ବହୁତ ସାରା ପିକ୍ଚର୍ସ କ୍ଲିକ୍ କରିବ, ବହୁତ ସାରା ମେମୋରିଜ ବନେଇବ, ଆଉ ଆସିକିନା ଆମ କମେଣ୍ଟ ସେକ୍ସନରେ ସେୟାର କରିବା ପାଇଁ ବିଲକୁଲ ବି ଭୁଲିବନି। କ'ଣ କ'ଣ ତମର ଏକ୍ସପିରିଏନ୍ସ ରହିଲା ଆଉ ତମେ ନୂଆ କ'ଣ ଜାଣିଲ, ଆଉ ତମକୁ କୋଉ ପ୍ରତି ବେଶୀ ଇଣ୍ଟରେଷ୍ଟେଡ ଫିଲ୍ ହେଲା ପୁରା ଚାପ୍ଟରରେ। ତାଙ୍କର ବିଭିନ୍ନ ଜିନିଷ ଉପରେ ଆମର ଡିସ୍କସନ୍ ଏଠି କରାହେଲା। ତମମାନଙ୍କୁ ସ୍ପେଶାଲି କୋଉ ଜିନିଷ ଉପରେ ବେଶୀ ତମେ ଇଣ୍ଟରେଷ୍ଟେଡ ହେଲ, ବହୁତ ଆକର୍ଷିତ ତମକୁ କଲା, ବହୁତ ଫ୍ୟାସିନେଟିଂ ଫିଲ୍ ହେଲା, ସେଇଟା ମୋତେ ନିହାତି କମେଣ୍ଟ ସେକ୍ସନରେ ଜଣାଇବ। ମୋତେ ପର୍ସନାଲି ତାଙ୍କର ଯୋଉ ଗେଟଅପ୍ ଥାଏ, ତାଙ୍କର ଯୋଉ କଷ୍ଟ୍ୟୁମ୍ ଥାଏ, ମୋତେ ସେଇଟା ବେଶୀ ପସନ୍ଦ ଆସିଲା।
बहुत ही कलरफुल था ତାଙ୍କର ମାସ୍କ ହଉ, ତାଙ୍କର ଡ୍ରେसेस ହଉ, ତାଙ୍କର ହେଡ୍ गियर ହଉ, जो ବି ଜିନିଷ ଥାଏ ତାଙ୍କର ବହୁତ ହି ସୁନ୍ଦର ଆଉ ବହୁତ ହି ଆଟ୍ରାକ୍ଟିଭ ଥିଲା। ତାଙ୍କର ଯୋଉ ଅର୍ଣ୍ଣାମେଣ୍ଟସ୍ ପିନ୍ଧୁଛନ୍ତି ସେଇଗୁଡ଼ା ବି ଆମେ ଏମିତି ଖାଇବା ବିଷୟରେ ତ ଦେଖୁଛେ, ତାଙ୍କର ଜାଣୁଛେ ଆମେ, ବଟ୍ ଖାଇବାଟା ଆମେ ଯାଇକି ଟେଷ୍ଟ କଲେ ହିଁ ସେଇଟା ଜାଣିପାରିବା। ତ ମତେ ଏଇ 2ଟା ଜିନିଷ ଉପରେ ମତେ ବେଶୀ ଇଣ୍ଟରେଷ୍ଟେଡ ଲାଗିଲା, ଯୋଉଟା ହଉଛି ତାଙ୍କର କଷ୍ଟ୍ୟୁମ ଆଉ ତାଙ୍କର ଖାଇବା ଉପରେ। ଆଉ ତାଙ୍କ ଫୋକ୍ ମ୍ୟୁଜିକ୍ ଆଉ ଡାନ୍ସ ଏଇ 2ଟା ମତେ ବହୁତ ପସନ୍ଦ। ମ୍ୟୁଜିକ୍ ଆଣ୍ଡ ଡାନ୍ସ ଦ୍ୟାଟ୍ ଟୁ ଫୋକ୍, ଦ୍ୟାଟ୍ ଟୁ ସବୁ ଅଲଗା ଅଲଗା ତାଙ୍କର 7ଟା ଅଲଗା ଅଲଗା ଷ୍ଟେଟ୍‌ର 7 ଅଲଗା ଅଲଗା ପ୍ରକାରର ଡାନ୍ସ ସେମାନେ କରନ୍ତି। ଦ୍ୟାଟ୍ ଟୁ ପୁଣି ଏକା ସହିତ ଏତେ ଗ୍ରୁପରେ ମିଶିକିନା କରନ୍ତି। ଏତେ ମଜା ଆସୁଥିବ। ହଁ କି ନାହିଁ? ଜଲ୍ଦି ଜଲ୍ଦି ପାଠ ପଢ, ଭଲ ମଣିଷ ହୁଅ, ବହୁତ ଭଲ ଜବ୍ କର, ଆଉ ଏକ୍ସେଲେଣ୍ଟ ସାଲେରୀ ପାଅ। ନେକ୍ସଟ ସବୁ ଯାକ 7ଟା ଯାକ ଷ୍ଟେଟ୍ ଯାଇକିନା ସବୁ ଯାକ ଯେତେ ଯେତେ ଆମେ ଫେଷ୍ଟିଭାଲ୍ସ ତାଙ୍କର ପଢିଲେ ସବୁ ଗୁଡାକୁ ଆଟେଣ୍ଡ କର। ଠିକ ଅଛି? ଷ୍ଟେ ବ୍ଲେସ୍ଡ ଗାଇଜ୍, କିପ୍ ସ୍ମାଇଲିଂ, ଆଉ ନିଜ ପ୍ୟାରେଣ୍ଟସ୍‌ଙ୍କର କେୟାର ନବ, ଆଉ ପାଠ ପଢିବା ପାଇଁ ବିଲକୁଲ ବି ଭୁଲିବନି। ଓକେ, ବାଏ। ଟେକ୍ କେୟାର।